ଯଶୋଦାଙ୍କର ତାଙ୍କ ଅତୀତ ବାରମ୍ବାର ମନରେ ଆସୁଥିବାରୁ ଆଉ ତାଙ୍କ ମନ ବହୁତ ଘାଣ୍ଟି ଚକଟି ହେଉଥିବାରୁ ଯଶୋଦା ତାଙ୍କ ଫ୍ୟାମିଲି ଡକ୍ଟରଙ୍କ ସହିତ କଥା ହୁଅନ୍ତି ଆଉ ପଚାରନ୍ତି। ଡକ୍ଟର ତାଙ୍କର ରିପ୍ଲାଏ ଦିଅନ୍ତି କି ଦେଖନ୍ତୁ ଯଶୋଦା ମ୍ୟାଡ଼ାମ୍, ମୁଁ ଆପଣଙ୍କ ଫ୍ୟାମିଲି ଡକ୍ଟର, ୟାଠୁ ଅଧିକ କିଛି ବି ନୁହେଁ। ହେଲେ ବାସ୍ ମୁଁ ଆପଣଙ୍କୁ ଏତିକି କହିପାରିବି ଯେ ବହୁତ ଲୋକଙ୍କ କ୍ଷେତ୍ରରେ ଏମିତି ହୁଏ, ଯଦି ସେମାନେ କିଛି ଷ୍ଟ୍ରେସ୍ରେ ଥାଆନ୍ତି କିମ୍ବା ମାନସିକ ଚାପରେ ଥାଆନ୍ତି, ସେମାନଙ୍କ କ୍ଷେତ୍ରରେ ଏମିତି ଫିଲିଂସ୍ କରନ୍ତି, ଏମିତି ଚିନ୍ତାଧାରା ସେମାନଙ୍କ ମନରେ ଆସେ। ତାପରେ ଯଶୋଦା କହିବେ କି ନା ମୁଁ କୌଣସି ଷ୍ଟ୍ରେସ୍ରେ ଅଛି ନା କୌଣସି କଥାକୁ ନେଇ ଚିନ୍ତା କରୁଛି, ଆଉ ମୁଁ ଯାହା ବି ସବୁ କିଛି ଦେଖୁଛି ସେ ସବୁ ମୋ ଅତୀତ ସହିତ ଯୋଡ଼ି ହେଇ ଅଛି। କ'ଣ ମୋର କିଛି ଅତୀତ ଅଛି ଯାହାକୁ ମୋ ଠାରୁ ଲୁଚା ଯାଉଛି? ତାପରେ ଡକ୍ଟର କହିବେ କି ନେଭର। ଦେଖନ୍ତୁ ମୁଁ ବାସ୍ ଏତିକି ଜାଣିଛି ଯେ ଆପଣ ରଞ୍ଜନ ରାୟଚାନ୍ଦଙ୍କ ପତ୍ନୀ ଯଶୋଦା ରାୟଚାନ୍ଦ ଆଉ ରାୟଚାନ୍ଦ ଗ୍ରୁପ୍ର CEO, ଆଉ କିଛି ବି ନୁହେଁ। କେବଳ ବିଜନେସ୍ ଷ୍ଟ୍ରେସ୍ରେ ଏମିତି ହେବା ସ୍ୱାଭାବିକ କଥା। ମୁଁ କିଛି ମେଡ଼ିସିନ୍ ଲେଖିଦେଉଛି, ଆପଣ ପ୍ଲିଜ୍ ତାକୁ କଣ୍ଟିନ୍ୟୁ କରନ୍ତୁ, ତାପରେ ସବୁ କିଛି ଠିକ୍ ହେଇଯିବ। ଡକ୍ଟର ମେଡ଼ିସିନ୍ ଲେଖିବା ଷ୍ଟାର୍ଟ କରିଦିଅନ୍ତି ଆଉ ସେ ମେଡ଼ିସିନ୍ ପ୍ରେସ୍କ୍ରିପ୍ସନ୍କୁ ଯଶୋଦା ନେଇକି ଡକ୍ଟରଙ୍କ କ୍ୟାବିନ୍ରୁ ବାହାରି ଯାଆନ୍ତି। ଆଉ ଏପଟେ ଡକ୍ଟର ଫାଇଲ୍ ଦେଖି କହନ୍ତି କି ଗୋଟେ ଡକ୍ଟରର କାମ ହେଉଛି ତା ପେସେଣ୍ଟକୁ ସତ କଥା କହିବା। ସରି ଯଶୋଦା ମ୍ୟାଡ଼ାମ୍, ମୁଁ ଆପଣଙ୍କୁ ସତ କହିପାରିଲିନି କାରଣ ଆପଣ ଆଉ କେବେ ଅତୀତକୁ ଫେରି ପାରିବେନି, କାହିଁକି ନା ଆପଣଙ୍କର ରାୟଚାନ୍ଦ ଗ୍ରୁପ୍ର ଆବଶ୍ୟକତା ଅଛି। ସେଥିପାଇଁ ମୁଁ ଆପଣଙ୍କୁ ସରି କହୁଛି। ତାପରେ ଯଶୋଦାଙ୍କର ବାରମ୍ବାର ତାଙ୍କ ଅତୀତ ମନେ ପଡ଼ିଯାଉଛି। ତାଙ୍କୁ ସେ ଅତୀତ ବହୁତ କଷ୍ଟ ଦେଉଛି ଆଉ ଡକ୍ଟରଙ୍କ କଥା ବି ଭାବନ୍ତି କି ଡକ୍ଟର ତାଙ୍କୁ କହିଥିବା କଥା। ବାସ୍ ମୁଁ ଏତିକି ଜାଣିଛି ଆପଣ ରଞ୍ଜନ ରାୟଚାନ୍ଦଙ୍କ ୱାଇଫ୍ ଯଶୋଦା ରାୟଚାନ୍ଦ। ବେଳେବେଳେ ବିଜନେସ୍ ଷ୍ଟ୍ରେସ୍ରେ ଏମିତି ହେବା ସ୍ୱାଭାବିକ କଥା। ଯଶୋଦା ଡକ୍ଟରଙ୍କ କଥାକୁ ବାରମ୍ବାର ମନେ ପକାନ୍ତି ଆଉ ପୁଣି କହନ୍ତି କି ନାଇଁ ଏସବୁ ମୋର କେବଳ ଭାବନା କି ଭୁଲ ଧାରଣା ହେଇପାରିବନି, ଏସବୁ ସତ, ମୋର ସେ ସବୁ ସହିତ କିଛି ନା କିଛି ସମ୍ପର୍କ ଅଛି। ଏମିତି ଯଶୋଦା ଚିନ୍ତାରେ ପଡ଼ିଯାନ୍ତି। ଆଉ ଠିକ୍ ସେତିକିବେଳେ ଦେଖନ୍ତି ଯେ ଗୋଟେ ନର୍ସକୁ କିଏ ଜଣେ ପଏଜନ୍ ଦେବାର ଯଶୋଦା ଦେଖିଦିଅନ୍ତି। ଆଉ ସେ ନର୍ସକୁ କହେ କି ଶୁଣ, ସେ ଲୋକ ଆଜି ଶେଷ ହେଇଯିବା ଦରକାର, ଏଇଟା ସେ ମେଡ଼ିସିନରେ ମିଶେଇକି ଦେଇଦେବା ଦରକାର। ତାପରେ ଟଙ୍କା ଦେଇ କହିବେ କି ଆଉ ଏଇଟା ହେଲା ତମ ପାଉଣା, ଆଉ ବାକି କାମ ହେଇଗଲା ପରେ ତାପରେ ଆଉ ବାକି ପାଉଣା ତମକୁ ଦିଆହବ। ନର୍ସ ସେ ଟଙ୍କା ନେଇ ସେଠୁ ଚାଲିଯାଆନ୍ତି। ତାପରେ ଯଶୋଦା କହିବେ କି ଓ ଗଡ୍, ଏ କିଏ ଆଉ କାହାକୁ ମାରିବାକୁ ଚାହୁଁଛି? ମୋତେ ଏକଥା ଡକ୍ଟରଙ୍କୁ ଜଣାଇବାକୁ ପଡ଼ିବ। ପୁଣି କହନ୍ତି କି ନା ମୁଁ ଯଦି ଏବେ ଡକ୍ଟରଙ୍କ ପାଖକୁ ଯାଏ ଆଉ ତା ଭିତରେ ସେ ଲୋକକୁ ମାରିଦିଏ, ନା ମୋତେ ଏବେ ନର୍ସକୁ ଅଟକେଇବାକୁ ପଡ଼ିବ, ଆଉ କାହାକୁ ମାରିବାକୁ ଚାହୁଁଛି ମୋତେ ଦେଖିବାକୁ ପଡ଼ିବ।